ଆଜି ଆମେ ପ୍ରସ୍ତୁତ କରିବା ଗାଜର ହାଲୁଆ। ଗୋଟେ କଡ଼େଇରେ କିଛି ଘିଅ ନେବା। ଘିଅ ଗରମ ହୋଇସାରିବା ପରେ ସେଥିରେ କୋରା ଯାଇଥିବା ଗାଜରକୁ ପକାଇବା। ଗାଜର କିଛି ସମୟ ଭଲସେ ଭାଜି ହୋଇସାରିବା ପରେ ସେଥିରେ ସିଝା ଯାଇଥିବା କ୍ଷୀର ପକାଇବା ଏବଂ କ୍ଷୀରକୁ ଭଲସେ ଗୋଳାଇବା, ଫୁଟିବା ପାଇଁ ଛାଡ଼ିଦେବା। କ୍ଷୀର କିଛି ସମୟ ଫୁଟି ସାରିବା ପରେ ସେଥିରେ ଆଗରୁ ଗୁଣ୍ଡ କରାଯାଇଥିବା କିଛି ଗୁଜୁରାତିକୁ ପକାଇବା ଏବଂ ଗୁଜୁରାତିକୁ ଭଲସେ ହାଲୁଆ ସହିତ ଗୋଳାଇ ସାରିବା ପରେ ସେଥିରେ କିଛି ଗୁଡ଼ ପକାଇବା ଏବଂ ଗୁଡ଼କୁ ମେଲ୍ଟ ହେବା ପର୍ଯ୍ୟନ୍ତ ଭଲସେ ଗୋଳାଇବା। ଭଲସେ ସିଝି ସାରିଲା ପରେ ସେଥିରେ କିଛି କଟାଯାଇଥିବା ଡ୍ରାଏ ଫ୍ରୁଟ୍ସ ପକାଇବା। ଏଥିରେ ମୁଁ କାଜୁ ଏବଂ ଆଲମଣ୍ଡର ବ୍ୟବହାର କରିଛି। ଆପଣ ଚାହିଁଲେ ନିଜ ନିଜ ଇଚ୍ଛାରେ ଡ୍ରାଏ ଫ୍ରୁଟ୍ସ ପକାଇ ପାରିବେ ଏବଂ ଡ୍ରାଏ ଫ୍ରୁଟ୍ସ ସିଝି ସାରିବା ପର୍ଯ୍ୟନ୍ତ ତାହାକୁ ଭଲସେ ଗୋଳାଇବା। ବର୍ତ୍ତମାନ ପ୍ରସ୍ତୁତ ହୋଇଗଲା ଆମର ଗରମା ଗରମ ଗାଜର ହାଲୁଆ, ଗୁଡ଼ରେ ପ୍ରସ୍ତୁତ ଗାଜର ହାଲୁଆ, ଯାହାକି ଖାଇବାକୁ ଟେଷ୍ଟି ହେବା ସହିତ ବହୁତ ହେଲ୍ଦି ହୋଇଥାଏ। ଏଥିରେ ଚିନି କିମ୍ବା ଖୁଆର ବ୍ୟବହାର ହୋଇନାହିଁ। ବର୍ତ୍ତମାନ ଗୋଟେ ପ୍ଲେଟ୍କୁ ସର୍ଭ କରିଦେବା ଏବଂ ରେଡ଼ି ହୋଇଗଲା ଆମ ଗରମା ଗରମ ଗୁଡ଼ରେ ପ୍ରସ୍ତୁତ ଗାଜର ହାଲୁଆ। ଭିଡ଼ିଓଟି ଭଲ ଲାଗିଲେ ଲାଇକ୍, ସେୟାର, ସବସ୍କ୍ରାଇବ୍ କରିବାକୁ ଜମାରୁ ଭୁଲିବେନି। ରହିଲି, ଜୟ ଜଗନ୍ନାଥ।